ନମସ୍କାର, ଜୟ ଜଗନ୍ନାଥ। ଆଜିର ଏକ ପୌରାଣିକ କାହାଣୀ ଭାଗ୍ୟଦେବୀ କର୍ମଦେବୀଙ୍କ ବିଷୟରେ। ପୁରାଣ କାଳର କଥା। ଏହି ସୃଷ୍ଟି ଯେତେବେଳେ ହେଇଥିଲା, ଦେବତା, ମନୁଷ୍ୟ, ଅସୁରଙ୍କ ନିୟମରେ ଚାଲୁଥିଲା। ସେତେବେଳେ ସ୍ୱର୍ଗ ଲୋକରେ ଦୁଇ ଦେବୀଙ୍କ ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ। ସେ ହେଲେ ଭାଗ୍ୟଦେବୀ ଓ କର୍ମଦେବୀ। ଭାଗ୍ୟଦେବୀ ଦେଖିବାକୁ ବହୁତ ସୁନ୍ଦର। ତାଙ୍କ ହସରେ ଆଶା ଫୁଟୁଥିଲା, ଚକ୍ଷୁ ଭବିଷ୍ୟର ଛାୟା ଥିଲା। ମନୁଷ୍ୟ ଜୀବନର ସୁଖ ଦୁଃଖ, ଧନ ଦରିଦ୍ର ସବୁ ଲେଖିଥାନ୍ତି ବୋଲି ଲୋକମାନେ ଭାବୁଥିଲେ। କର୍ମଦେବୀ ସମ୍ପୂର୍ଣ୍ଣ ଭିନ୍ନ, ଗଭୀର, ଶାନ୍ତ, ନ୍ୟାୟପ୍ରିୟ। ତାଙ୍କ ହାତରେ ଥିଲା କର୍ମର ତରାଜୁ। ସେ କର୍ମ କରାଯାଏ, ସେହି ଅନୁଯାୟୀ ଫଳ ସେ ଦେଉଥିଲେ। ଏହି ଦିନ ସ୍ୱର୍ଗଲୋକରେ ଏକ ଗଭୀର ବିବାଦ ଉଠିଲା କି ଦେବତାମାନେ ଦେଖିଲେ ଯେ ମନୁଷ୍ୟ ଲୋକରେ ଅନେକେ କହୁଛନ୍ତି ସବୁ ଭାଗ୍ୟ କର୍ମର କିଛି ହୁଏ ନାହିଁ। ଏହି କଥା ଶୁଣି କର୍ମଦେବୀ ଦୁଃଖିତ ହେଲେ। ସେ କହିଲେ, ଯଦି କର୍ମର ମୂଲ୍ୟ ନାହିଁ ତେବେ ନ୍ୟାୟ କେଉଁଠି ଆସିବ? ଭାଗ୍ୟଦେବୀ ହସି କହିଲେ, ମନୁଷ୍ୟ ଜୀବନର ମୁଖ୍ୟ ହାତରେ ମୋ ହାତରେ ହିଁ ଅଛି। ଦୁହିଁଙ୍କ ମଧ୍ୟରେ ମତଭେଦ ବଢ଼ିଲା। ଶେଷରେ ଦେବରାଜ ଇନ୍ଦ୍ର କହିଲେ, ଏହା ଉତ୍ତର ମନୁଷ୍ୟ ଲୋକରେ ହିଁ ମିଳିବ। ତେଣୁ ଓଡ଼ିଶା ନିକଟବର୍ତ୍ତୀ ଏକ ପୁରାତନ ରାଜ୍ୟ ଥିଲା ଧର୍ମପୁର ନାମକ ଏକ ଗ୍ରାମ। ସେଠାରେ ରହୁଥିଲେ ଦୁଇଟି ଯୁବକ। ସେହି ଦୁଇ ଯୁବକଙ୍କ ନାଁ ଥିଲା ମାଧବ ଓ ସୁରେଶ। ମାଧବ ଗରିବ କିନ୍ତୁ ପରିଶ୍ରମୀ, ସତ୍ୟବାଦୀ ଓ ଭଗବାନ ଭକ୍ତ। ସୁରେଶ ଧନୀ ପରିବାରରେ କିନ୍ତୁ ଅହଙ୍କାରୀ, ଆଳସ୍ୟ, ଅନ୍ୟାୟ ପ୍ରିୟ। ଭାଗ୍ୟଦେବୀ ସୁରେଶକୁ ଆଶୀର୍ବାଦ ଦେଲେ ଯେ ତୁମେ ସଫଳ ହେବ, କାରଣ ଏହା ତୁମର ଭାଗ୍ୟରେ ଲେଖା ଅଛି। କର୍ମଦେବୀ ମାଧବକୁ କହିଲେ, ତୁମେ କର୍ମ କଲେ ନିଷ୍ଫଳ କେବେ ବି ଯିବ ନାହିଁ। ବର୍ଷ ଶେଷ ହେଲା। ସୁରେଶ ବ୍ୟବସାୟରେ ଲାଭ କଲା, କିନ୍ତୁ ନ୍ୟାୟ ଓ ଠକେଇରେ ହିଁ ଲାଭ କଲା। ମାଧବ ଦିନ ସାରା ପରିଶ୍ରମ କଲା, କିନ୍ତୁ ଫଳ ତାର ସେହିପରି ମିଳିଲା। ଗ୍ରାମର ଲୋକ କହିଲେ, ଦେଖିଲ, ଭାଗ୍ୟ ଜିତିଲା, କର୍ମ ହାରିଗଲା। କର୍ମଦେବୀ ଚୁପ୍ ରହିଲେ। ସେ ସମୟକୁ ଅପେକ୍ଷା କରିଥିଲେ। ଏକ ଦିନ ସୁରେଶ ସମସ୍ତ ଧନ ତାର ନଷ୍ଟ ହୋଇଗଲା। ରାଜ୍ୟରେ ତଦନ୍ତ ହେଲା। ତାଙ୍କ ନ୍ୟାୟ ଅନ୍ୟାୟରେ ପ୍ରକାଶ ହୋଇଥିବା ସବୁ ଧନ ମିଳିଗଲା। ସେ ଏକା ଏବେ ଦରିଦ୍ର ଓ ଅସହାୟ ହୋଇଗଲା। ସେହି ସମୟରେ ମାଧବ ପରିଶ୍ରମର ଫଳ ଦେଲା। ଗ୍ରାମର ନ୍ୟାୟବାନ ନେତା ହେଲା ଓ ତାଙ୍କର ସେବା ଗ୍ରାମ ଲୋକଙ୍କୁ କଲା। ଭାଗ୍ୟଦେବୀ ଲଜ୍ଜିତ ହୋଇଲେ ଓ ସୁଯୋଗ ଦେଉଛି, ହେଲେ ତାର କର୍ମର ହିଁ ଦୋଷ। କର୍ମଦେବୀ ହସିଲେ, ଭାଗ୍ୟ ଦ୍ୱାରା ଖୋଲେ, କିନ୍ତୁ କର୍ମ ମଣିଷକୁ ଭିତରୁ ହିଁ ନେଇଯାଏ। ଦେବରାଜ ଇନ୍ଦ୍ର ଘୋଷଣା କଲେ, ଭାଗ୍ୟ କର୍ମ ଦୁହେଁ ଜରୁରୀ, କିନ୍ତୁ କର୍ମ ଛଡ଼ା ଭାଗ୍ୟ ଅଧା ଅଟେ। ନୀତି ଶିକ୍ଷା ଏହିକି ଯେ ମନୁଷ୍ୟ ଜୀବନରେ ଭାଗ୍ୟ ସୁଯୋଗ ଦେଇପାରେ, କିନ୍ତୁ କର୍ମ ହିଁ ସୁଯୋଗକୁ ସଫଳତାରେ ପରିଣତ କରେ। ତେଣୁ କର୍ମକୁ ମାନ, ତାକୁ ଭାଗ୍ୟ ମଧ୍ୟ ସହଯୋଗ କରେ। ତେଣୁ କର୍ମ କର, ଭାଗ୍ୟ ହିଁ କର୍ମ ସହିତ ସହଯୋଗ କରି ଆପଣଙ୍କ ସାଙ୍ଗରେ ଯିବ। ସେଥିପାଇଁ ଖାଲି ଭାଗ୍ୟକୁ ଧରିକି କେବେ ଆଗକୁ ଯାଇପାରିବେନି। ସେଥିପାଇଁ କର୍ମ ସହିତ ଭାଗ୍ୟ ହିଁ ମିଶିକି ରହିଥାଏ। ନମସ୍କାର, ଜୟ ଜଗନ୍ନାଥ। ଯଦି ଏହି କାହାଣୀ ଆପଣଙ୍କୁ ଯଦି ଭଲ ଲାଗୁଥିବ, ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ ସହିତ ଲାଇକ୍ ସେୟାର କରିବେ। ନମସ୍କାର, ଜୟ ଜଗନ୍ନାଥ।